ଆଜିର ଭିଡ଼ିଓରେ ଆମେ +3 ଫାର୍ଷ୍ଟ ସେମିଷ୍ଟାରର କମ୍ପଲସରି ପେପର VSCର ୟୁନିଟ୍ 2 କେତେଗୁଡ଼ିଏ 5 ମାର୍କିଆ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନାବଳୀ। ନବୀକରଣ ଯୋଗ୍ୟ ସମ୍ପଦ ଓ ନବୀକରଣ ଅଯୋଗ୍ୟ ସମ୍ପଦ ମଧ୍ୟରେ ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କର। ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ। ଜୀବନ୍ତ ଆଉ ଗୋଟେ ହେଲା ସମ୍ପଦ, ଲିଭିଂ ରିସୋର୍ସେସ୍, ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ। ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ, ନନ୍ ଲିଭିଂ ରିସୋର୍ସେସ୍, ଯାହା ଜଳ, ବାୟୁ, ମୃତ୍ତିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ। ପ୍ରାକୃତିକ ସମ୍ପଦର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ନବୀକରଣ ଯୋଗ୍ୟ ସମ୍ପଦ, ନବୀକରଣ ଅଯୋଗ୍ୟ ସମ୍ପଦ। ନବୀକରଣ ଯୋଗ୍ୟ ସମ୍ପଦ ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇନଥାଏ, ତାହାକୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ। ଏହାର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହା ବିଭିନ୍ନ ଚକ୍ର ପ୍ରକ୍ରିୟାରେ ଏହା ପୂର୍ବାବସ୍ଥାକୁ ଫେରି ଆସିଥାଏ। ଜଳ, ବାୟୁ, ମୃତ୍ତିକା ଆଦିର ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବ ସ୍ଥିତିକୁ ଫେରି ଆସିଥାଏ। ସେହିପରି ସୌରଶକ୍ତି, ତାପଜ ଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣ ଯୋଗ୍ୟ ସମ୍ପଦ। ନବୀକରଣ ଅଯୋଗ୍ୟ ସମ୍ପଦ ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାର ଦ୍ୱାରା ଏହାର ବିଲୟ ସମ୍ପୂର୍ଣ୍ଣ ରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ। ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟା ଦ୍ୱାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ। ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ, ଲୁହା, ଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀୟ ସମ୍ପଦ। ଏଗୁଡ଼ିକର ବ୍ୟବହାର ହେଲେ ଏହାର ପରିମାଣ କ୍ରମାଗତ ଭାବେ ହ୍ରାସ ପାଏ। ପୁନର୍ବାର ଏହାର ଭରଣା ସମ୍ଭବ ହୋଇନଥାଏ। ପ୍ରାକୃତିକ ସମ୍ପଦଗୁଡ଼ିକ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ପ୍ରାକୃତିକ ସମ୍ପଦକୁ ପ୍ରଥମେ ଦୁଇ ଭାଗରେ ବିଭକ୍ତ କରାଗଲା। ପୁନଶ୍ଚ ପ୍ରାକୃତିକ ସମ୍ପଦକୁ ଆଉ ଗୋଟେ ଦୁଇ ଭାଗରେ ବିଭକ୍ତ କରାଯାଏ, ଯାହାକି ଅକ୍ଷୟ ସମ୍ପଦ, ଗୋଟେ ହେଲା କ୍ଷୟଶୀଳ ସମ୍ପଦ। ଅକ୍ଷୟ ସମ୍ପଦ ଯେଉଁ ସମ୍ପଦ ଗୁଡ଼ିକର ମନୁଷ୍ୟ ସମାଜ ଦ୍ୱାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦ ଗୁଡ଼ିକ ବିଲୟ ହୋଇନଥାଏ, ସେଗୁଡ଼ିକୁ ଅକ୍ଷୟ ସମ୍ପଦ କୁହାଯାଏ। ଏହି ଅକ୍ଷୟ ସମ୍ପଦ ଗୁଡ଼ିକ ନବୀକରଣ ଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ। ସୌର ରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ। ଏଗୁଡ଼ିକ ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇନଥାଏ। ସମୁଦ୍ର ଲହଡ଼ି ମଧ୍ୟ ଏହି ଶ୍ରେଣୀର ସମ୍ପଦ। ସମୁଦ୍ର ଲହଡ଼ି କେବେ ମଧ୍ୟ ସରିବ ନାହିଁ। କ୍ଷୟଶୀଳ ସମ୍ପଦ ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ୱାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ ମଧ୍ୟ କୁହାଯାଏ। ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହାଫଳରେ ଏହି କ୍ଷୟଶୀଳ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଇଛି। ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରି ଏହାର ବିଲୟ ଘଟୁଛି। ଯାନବାହନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ୱାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି। ମନୁଷ୍ୟକୃତ କାରଣ ପରିବେଶ ଦୂଷିତ ହେଉଛି। ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ। ମୃତ୍ତିକା କ୍ଷୟ କ'ଣ? ଏହାର ପ୍ରକାରଭେଦ ବର୍ଣ୍ଣନା କର। ଭୂପୃଷ୍ଠର ଉପର ଭାଗକୁ ମାଟି ବା ମୃତ୍ତିକା କୁହାଯାଏ। ଶିଳାଖଣ୍ଡ, ଜୈବିକ ପଦାର୍ଥ ଓ ଅଣୁଜୀବମାନଙ୍କୁ ନେଇ ପ୍ରାକୃତିକ ଉପାୟରେ ମାଟି ସୃଷ୍ଟି ହୁଏ। 1 ଇଞ୍ଚ ଉପର ମାଟି ସୃଷ୍ଟି ପାଇଁ 100 ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ବିଭିନ୍ନ ଶିଳା ଚୂର୍ଣ୍ଣୀଭୂତ ହୋଇ ମାଟିରେ ପରିଣତ ହୁଏ। ବିଭିନ୍ନ ପ୍ରାକୃତିକ କାରଣ ଯଥା ଉତ୍ତାପ, ବୃଷ୍ଟିପାତ, ତୁଷାର ଏବଂ ଅନ୍ୟାନ୍ୟ ମାନବାଦୀ ଜୀବମାନଙ୍କର ଦୀର୍ଘଦିନ କ୍ରିୟା ପ୍ରତିକ୍ରିୟାର ଫଳସ୍ୱରୂପ ଉପରୋକ୍ତ ଉପାଦାନଗୁଡ଼ିକ ମାଟିରେ ପରିଣତ ହୋଇଥାନ୍ତି। ଏଥିରେ ଅସଂଖ୍ୟ ଅଣୁଜୀବ ସର୍ବଦା ସକ୍ରିୟ ରହି ମାଟିର ଉର୍ବରତା ବୃଦ୍ଧି କରିଥାନ୍ତି। ମାଟିର ଉପର ସ୍ତର ଉଦ୍ଭିଦକୁ ଖାଦ୍ୟ ଉପାଦାନ ଯୋଗାଇ ବଢ଼ାଇବା ପାଇଁ ଶକ୍ତି ଯୋଗାଉଥିବାରୁ ଏହାକୁ ଉଦ୍ଭିଦର ଖାଦ୍ୟ ବଳୟ ବୋଲି କୁହାଯାଏ। ମାଟିର ଉପର ସ୍ତରରୁ ମୃତ୍ତିକା ସ୍ଥାନାନ୍ତରିତ ହେବାକୁ ମୃତ୍ତିକା କ୍ଷୟ କୁହାଯାଏ। କ୍ଷୟ ବା ଇରୋଜନ ଲାଟିନ ଶବ୍ଦ ଇଡୋସରୁ ଆସିଅଛି। ମୃତ୍ତିକା କ୍ଷୟ ଏକ ବିଶ୍ୱବ୍ୟାପୀ ସମସ୍ୟା। ଜନସଂଖ୍ୟା ବୃଦ୍ଧି, ପଶୁଚାରଣ ଏବଂ ପ୍ରାକୃତିକ ସମ୍ପଦର ଚାହିଦା ବୃଦ୍ଧି ପାଉଥିବାରୁ
ବୃକ୍ଷଲତା ଦ୍ୱାରା ଆଚ୍ଛାଦିତ ହୋଇଥିବା ମୃତ୍ତିକା ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି। ମୃତ୍ତିକା କ୍ଷୟ ହେବା ଦ୍ୱାରା ମୃତ୍ତିକାର ଉର୍ବରତା ନଷ୍ଟ ହେଉଛି। ତେଣୁ ଆଜିକାଲି ମୃତ୍ତିକା କ୍ଷୟର ହାର ମୃତ୍ତିକା ସୃଷ୍ଟିର ହାରଠାରୁ ଯଥେଷ୍ଟ ଅଧିକ। ମୃତ୍ତିକା କ୍ଷୟର ପ୍ରକାରଭେଦ। ମୃତ୍ତିକା କ୍ଷୟର ଗତି ଅନୁଯାୟୀ ଏହା ଦୁଇ ପ୍ରକାର ଅଟେ। ଧୀର ମୃତ୍ତିକା କ୍ଷୟ, ଦ୍ରୁତତର ମୃତ୍ତିକା କ୍ଷୟ। ଧୀର ମୃତ୍ତିକା କ୍ଷୟ ଏହା ପ୍ରାକୃତିକ ପ୍ରକ୍ରିୟାରେ ଘଟିଥାଏ। ମୃତ୍ତିକା ଗଠନ ହେବା ପରିମାଣଠାରୁ କ୍ଷୟର ପରିମାଣ କମ୍ ହୋଇଥାଏ। ଏହାକୁ ସାଧାରଣତଃ ମୃତ୍ତିକା କ୍ଷୟ ମଧ୍ୟ କୁହାଯାଏ। ଦ୍ରୁତତର ମୃତ୍ତିକା କ୍ଷୟ। ଏହି ପ୍ରକାର ମୃତ୍ତିକା କ୍ଷୟ ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁଁ ଘଟିଥାଏ। ମୃତ୍ତିକା କ୍ଷୟର ପରିମାଣ ଏହାର ଗଠନ ହେବା ପରିମାଣଠାରୁ ଅଧିକ ହେଲେ ଏହାକୁ ଦ୍ରୁତତର ବା ତ୍ୱରାନ୍ୱିତ ମୃତ୍ତିକା କ୍ଷୟ କୁହାଯାଏ। ଜଙ୍ଗଲ କ୍ଷୟର କାରଣଗୁଡ଼ିକ ବର୍ଣ୍ଣନା କର। ଅରଣ୍ୟ ସମ୍ପଦ ଦୃଷ୍ଟିରୁ ଆମେମାନେ ନିଶ୍ଚିତ ଭାବରେ ସମ୍ପଦଶାଳୀ, କିନ୍ତୁ ଜଙ୍ଗଲ ସୁରକ୍ଷା ପାଇଁ ସେହିପରି ସଚେତନତା ଏବେ ବି ଦେଖା ଦେଇନାହିଁ। ସହରୀକରଣ, ରାସ୍ତା ନିର୍ମାଣ, ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିର୍ମାଣ, ଶିଳ୍ପକେନ୍ଦ୍ର ସ୍ଥାପନ ଇତ୍ୟାଦି ଅନେକଗୁଡ଼ିଏ ମାନବୀୟ କର୍ମ ପାଇଁ ଜଙ୍ଗଲ କ୍ଷୟ ହେଉଛି। ଜଙ୍ଗଲରୁ ବୃକ୍ଷ କଟା ହେବା ଦ୍ୱାରା ଏବଂ ତୃଣଭୋଜୀ ପ୍ରାଣୀମାନେ ଘାସ ଦ୍ୱାରା ଆଚ୍ଛାଦିତ ଅଞ୍ଚଳକୁ ଖାଇଯିବା ଫଳରେ ଜଙ୍ଗଲ ତା'ର ସବୁଜିମା ହରାଇ ବସୁଛି। ସ୍ୱାଧୀନତା ପରବର୍ତ୍ତୀ କାଳରେ ପ୍ରଗତି ଏବଂ ଶିଳ୍ପୀକରଣର ନାଁରେ ଅଧିକାଂଶ ଜଙ୍ଗଲ ବୃକ୍ଷଶୂନ୍ୟ ହୋଇ ଅଣବ୍ୟବହାର ଯୋଗ୍ୟ ଭୂଖଣ୍ଡରେ ପରିଣତ ହୋଇଛନ୍ତି। ତେଣୁ ଜଙ୍ଗଲ କ୍ଷୟ ବର୍ତ୍ତମାନ ଏକ ବୃହତ୍ତର ସମସ୍ୟା ରୂପ ନେଇଛି। ଏକ ପରିସଂଖ୍ୟାନ ଅନୁଯାୟୀ 1900 ମସିହାରେ ପୃଥିବୀରେ 7,000 ମିଲିୟନ ହେକ୍ଟର ଜଙ୍ଗଲ ଥିବାବେଳେ 1975 ମସିହାରେ ଏହା 2,890 ମିଲିୟନ ହେକ୍ଟର ଏବଂ 2000 ମସିହାରେ 2500 ମିଲିୟନ ହେକ୍ଟରରୁ ସଂକୁଚିତ ହୋଇଯାଇଥିଲା। ପ୍ରଥମେ ଥିଲା 7,000, ଫିର୍ ହେଲା 2000 ମାନେ 2890 ମିଲିୟନ, ପରବର୍ତ୍ତୀ ହେଲା 2500 ମିଲିୟନ। ଧୀରେ ଧୀରେ କେମିତି ଜମିର ପରିମାଣ କମି କମି ଯାଇଛି, ଜଙ୍ଗଲର ପରିମାଣ କମି କମି ଗଲା। ଏହି ଜଙ୍ଗଲ କ୍ଷୟ କ୍ରାନ୍ତୀୟ ଏବଂ ଉପକ୍ରାନ୍ତୀୟ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସର୍ବାଧିକ ହୋଇଥିବା ବିଷୟ ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସ୍ୱାଧୀନତା ପ୍ରାପ୍ତି ପରେ ଭାରତରେ 22% ଭୂମି ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଥିଲା। ଏବେ ଏହା 10% କମି ଆସିଲାଣି। ପୃଥିବୀର ମୁଣ୍ଡପିଛା ଜଙ୍ଗଲ 1 ହେକ୍ଟର ଥିଲାବେଳେ ଭାରତରେ ଏହା 0.1% ହେକ୍ଟରରୁ ଖସିଗଲାଣି। ଏହି ଅନୁପାତରେ ଯଦି ଜଙ୍ଗଲ କ୍ଷୟ ଘଟେ, ତେବେ କିଛି ବର୍ଷ ପରେ ଭାରତ ଜଙ୍ଗଲ ଶୂନ୍ୟ ହୋଇଯିବାର ଆଶଙ୍କା ରହିଛି। ତେଣୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଉନ୍ମେଷ ନ ଘଟିବା ନିଶ୍ଚିତ ଭାବେ ଅତ୍ୟନ୍ତ ଦୁଃଖଦାୟକ। ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ଦେଖିବା, ଜଙ୍ଗଲ କେଉଁ ଯୋଗୁଁ କ୍ଷୟ ହେଇ ଚାଲିଛି। ଜଙ୍ଗଲ କ୍ଷୟର ମୁଖ୍ୟ କାରଣଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା। ସଭ୍ୟତାର ଆଲୋକ ପ୍ରାପ୍ତି ପରଠାରୁ ମନୁଷ୍ୟ ଜଙ୍ଗଲ ସଫା କରି କୃଷିକ୍ଷେତ୍ର ଏବଂ ଚାରଣ କ୍ଷେତ୍ର ପ୍ରସ୍ତୁତ କରିବା ଦ୍ୱାରା ଜଙ୍ଗଲ ଧ୍ୱଂସ ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଜଙ୍ଗଲ ସଫା କରି ଜନବସତି ସ୍ଥାପନ କରାଯାଉଛି। କାଠ, ବାଉଁଶ ଏବଂ ଜଙ୍ଗଲର ଉଦ୍ଭିଦକୁ ଜାଳେଣୀ ରୂପେ ବ୍ୟବହାର କରାଯାଉଛି। ଜଙ୍ଗଲ ସଫା କରି ବହୁତ ଶିଳ୍ପ କାରଖାନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ କଞ୍ଚାମାଲର ଚାହିଦା ମଧ୍ୟ ମେଣ୍ଟା ଯାଇପାରୁଛି। ଗୃହ ତିଆରି ସରଞ୍ଜାମ ଏବଂ ଆସବାବ ପତ୍ର ତିଆରି କରିବା ପାଇଁ ମୂଲ୍ୟବାନ ବୃକ୍ଷ ସବୁ କାଟିନେବା ଫଳରେ ଅରଣ୍ୟର ଦ୍ରୁତ ଅବକ୍ଷୟ ଘଟୁଛି। ଜଙ୍ଗଲ ସଫା କରାଯାଇ ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ନଦୀବନ୍ଧ ନିର୍ମାଣ କରାଯାଉଛି। ସଡ଼କ, ରାସ୍ତା, ରେଳରାସ୍ତା, ପଥର ଖଣି ଖନନ ଆଦି ଦ୍ୱାରା ମଧ୍ୟ ଜଙ୍ଗଲ ଧ୍ୱଂସ ପାଉଛି। ଉତ୍ତର ପୂର୍ବାଞ୍ଚଳର ଝୁମ୍ ଚାଷ ଏବଂ ଓଡ଼ିଶାରେ ଆଦିବାସୀମାନଙ୍କ ଦ୍ୱାରା ପୋଡ଼ୁ ଚାଷ ଫଳରେ ଜଙ୍ଗଲ ଅନେକ ପରିମାଣରେ ନଷ୍ଟ ହେଉଛି। ବ୍ୟବସାୟିକ ଚାହିଦା ପୂରଣ କରିବା ନିମନ୍ତେ ଜଙ୍ଗଲଜାତ ପଦାର୍ଥର ବହୁଳ ବ୍ୟବହାର କରିବା ଦ୍ୱାରା ଜଙ୍ଗଲ କ୍ଷୟ ହେଉଛି। କଳକାରଖାନାରୁ ନିର୍ଗତ ପ୍ରଦୂଷିତ ଦ୍ରବ୍ୟଗୁଡ଼ିକ ଦ୍ୱାରା ମଧ୍ୟ ଜଙ୍ଗଲ ଧ୍ୱଂସ ହେଉଛି। ଜଙ୍ଗଲ ଜମିର ଉପଯୋଗ କରି ଭୂମିହୀନମାନଙ୍କୁ ଜମି ପ୍ରଦାନ କରାଯାଉଛି। ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଉପାୟରେ ହେଉ, ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ଧ୍ୱଂସ ପାଇଥାଏ। ହିମାଚଳ ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ ଘଟଣା। ଶକ୍ତି ସମ୍ବଳର ଅଣପାରମ୍ପରିକ ଉତ୍ସଗୁଡ଼ିକ ବର୍ଣ୍ଣନା କର।
ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଦ୍ରୁତ ଗତିରେ କ୍ଷୟ ଘଟୁଥିବାରୁ ବର୍ତ୍ତମାନ ଅକ୍ଷୟ ବା ଅଣପାରମ୍ପରିକ ଶକ୍ତି ଉତ୍ସ ପ୍ରତି ଗୁରୁତ୍ୱ ଦିଆଯାଉଛି। ଅକ୍ଷୟ ଶକ୍ତିମାନେ ହେଉଛନ୍ତି ଯେଉଁ ଶକ୍ତି ଉତ୍ସର କ୍ଷୟ ନାହିଁ କିମ୍ବା ଯାହା ପୁନଃ ପୁନଃ ଉତ୍ପନ୍ନ ହେଉଛି। ଏହି ଅକ୍ଷୟ ଶକ୍ତିର ଉତ୍ସ ହେଉଛି କେତେଗୁଡ଼ିଏ ପ୍ରାକୃତିକ ପଦ୍ଧତି ଯାହାକି ପ୍ରକୃତିରେ ସବୁବେଳେ ଘଟୁଛି। ଏହି ଅଣପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ନିମ୍ନରେ ବର୍ଣ୍ଣନା କରାଗଲା। ସୌରଶକ୍ତି, ପବନ ଶକ୍ତି ଆଉ କ'ଣ ଶକ୍ତି ଅଛି? ସୌରଶକ୍ତି, ପବନ ଶକ୍ତି, ଜଳଶକ୍ତି, ଭୂତାପୀୟ ଶକ୍ତି, ଉଜାନରୁ ଶକ୍ତି, ଜୈବ ପଦାର୍ଥରୁ ଶକ୍ତି। ଏବେ ଗୋଟେ ଗୋଟେ ଦେଖିବା। ସୌରଶକ୍ତି ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ତାପ ଏବଂ ଆଲୋକ ଶକ୍ତିକୁ ସୌରଶକ୍ତି କୁହାଯାଏ। ସୂର୍ଯ୍ୟ ଅସରନ୍ତି ଶକ୍ତିର ଉତ୍ସ। ସୌର ରଶ୍ମି ଦ୍ୱାରା ଜୀବମଣ୍ଡଳ ସୃଷ୍ଟି ସମ୍ଭବପର ହୋଇପାରିଛି। ସୌରଶକ୍ତି ବିଶୁଦ୍ଧ ଏବଂ ଏହା ଜୀବନ ସଞ୍ଚାର କରିଥାଏ। ଏହି ଶକ୍ତି ଦ୍ୱାରା ପରିବେଶର କୌଣସି ପ୍ରଦୂଷଣ ଘଟେ ନାହିଁ। ଏହା ଉଦ୍ଭିଦ ଆଲୋକ ଶ୍ଳେଷଣ ପ୍ରକ୍ରିୟାକୁ ସଂଗଠିତ କରାଏ। ବାର୍ଷିକ ପ୍ରାୟ 1.5 × 10⁻18 କିଲୋୱାଟ୍ ଆୱାର ସୌରଶକ୍ତି ବାୟୁମଣ୍ଡଳ ଗ୍ରହଣ କରେ। ସେଥିରୁ ଭୂପୃଷ୍ଠରେ ପହଞ୍ଚୁଥିବା ଶକ୍ତି ବାୟୁମଣ୍ଡଳର ଅବସ୍ଥା ଯଥା ମେଘୁଆ କିମ୍ବା ବର୍ଷାପାଗ, ଦିନ ଏବଂ ବର୍ଷର ସମୟ ଏବଂ ସ୍ଥାନର ଅକ୍ଷାଂଶ ଉପରେ ନିର୍ଭର କରେ। ସୂର୍ଯ୍ୟଙ୍କ ମଧ୍ୟରେ ଅହରହ ଉଜାନ ଗ୍ୟାସ୍ ଚଳନ ପ୍ରକ୍ରିୟାରେ ହିଲିୟମ୍ ଗ୍ୟାସର ପରିଣତି ହୁଏ। ଏହି ପ୍ରକ୍ରିୟାରେ ବହୁ ପରିମାଣ ଶକ୍ତି ଉତ୍ପନ୍ନ ହୁଏ। ସୂର୍ଯ୍ୟଙ୍କ ଠାରୁ ଶକ୍ତି ବିକିରିତ ହୋଇ ପୃଥିବୀପୃଷ୍ଠରେ ପହଞ୍ଚିବାକୁ ପ୍ରାୟ 8 ମିନିଟ୍ ସମୟ ଲାଗେ। ଯଦି ସୌରଶକ୍ତିକୁ ଆହରଣ କରି ରଖାଯାଇପାରିବ ଏବଂ ଏହି ସଞ୍ଚରିତ ଶକ୍ତିକୁ ପରେ କାର୍ଯ୍ୟରେ ଲଗାଯାଇପାରିବ ତେବେ ଆମର ଶକ୍ତି ସଙ୍କଟ ସହଜରେ ଦୂର ହୋଇପାରିବ। ତେଣୁ ବର୍ତ୍ତମାନ ସୌରଶକ୍ତି ସଞ୍ଚୟ ଏବଂ ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପବନ ଶକ୍ତି ଭୂପୃଷ୍ଠ ଅଭିମୁଖୀ ସୌରଶକ୍ତିର ପ୍ରାୟ 18% ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୁଏ। ଏହା ଫଳରେ ବିଭିନ୍ନ ଅଞ୍ଚଳରେ ଥିବା ବାୟୁମଣ୍ଡଳରେ ଭିନ୍ନ ଭିନ୍ନ ତାପମାତ୍ରା ସୃଷ୍ଟି ହୋଇ ପବନର ପ୍ରବାହ ସଂଗଠିତ କରାଏ। ପବନର ଗତିଜ ଶକ୍ତି ଦ୍ୱାରା ଜେନେରେଟରକୁ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଇ ପାରୁଛି। ପବନ କଳରେ କେତେଗୁଡ଼ିଏ ପ୍ରୋପେଲର ଖଞ୍ଜା ଯାଇଥାଏ। ପବନର ପ୍ରବାହରେ ପ୍ରୋପେଲରଟି ବୁଲେ ଏବଂ ଏହା ଜେନେରେଟରକୁ ବୁଲାଏ। ଏହା ଫଳରେ ବିଦ୍ୟୁତ୍ ଶକ୍ତି ଜାତ ହୁଏ। କେବଳ ଡେନମାର୍କରେ 5000 ପବନ କଳ ଚାଲୁଅଛି। ଏଥିରୁ ପ୍ରାୟ 2,00,000 କିଲୋୱାଟ୍ ପାୱାର ମିଳୁଅଛି। ପବନ କଳ ସାହାଯ୍ୟରେ ଭୂଗର୍ଭରୁ ପାଣି ଉଠାଇ ଜଳସେଚନ କରାଯାଇ ପାରିବ, ବାସଗୃହମାନଙ୍କୁ ବିଦ୍ୟୁତ୍ ଆଲୋକ ଯୋଗାଇ ହେବ ଇତ୍ୟାଦି। ଜଳଶକ୍ତି ଜୀବନ ଧାରଣ ନିମନ୍ତେ ଜଳର ଆବଶ୍ୟକତା ସହଜରେ ଅନୁମେୟ। ଜଳରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇ ବହୁ ଆବଶ୍ୟକତା ପୂରଣ କରିଥାଏ। ଜଳ ବିଦ୍ୟୁତ୍ ଶକ୍ତି ଉତ୍ସର କ୍ଷୟ ନାହିଁ। ଏହି ଅକ୍ଷୟ ଶକ୍ତିର ଉତ୍ସ ଗୁଡ଼ିକ ଉପରେ ନିମ୍ନରେ ବର୍ଣ୍ଣନା କରାଗଲା। ଭୂତାପୀୟ ଶକ୍ତି ଭୂଗର୍ଭରେ ତେଜସ୍କ୍ରିୟ ପଦାର୍ଥଗୁଡ଼ିକର କ୍ଷୟ ଯୋଗୁଁ ପ୍ରଚୁର ତାପଶକ୍ତି ଜାତ ହୁଏ। ଭୂ କେନ୍ଦ୍ରରେ ପଦାର୍ଥମାନ ତରଳ ଅବସ୍ଥାରେ ରହିଅଛି। ଏଠାରେ ତାପମାନ ପ୍ରାୟ 2000 ରୁ 3000 ଡିଗ୍ରୀ ସେଣ୍ଟିଗ୍ରେଡ୍। ବିଶେଷଜ୍ଞମାନଙ୍କ ମତରେ ଭୂତାପୀୟ ଶକ୍ତି ବିନିଯୋଗ କରି ପ୍ରାୟ 1000 ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ପାରିବ। ହିମାଚଳ ପ୍ରଦେଶର ମଣିକରଣଠାରେ ଏଥିପାଇଁ ଏକ ପ୍ଲାଣ୍ଟ କରାଯାଇଛି। ଉଜାନରୁ ଶକ୍ତି ଉଜାନ ଏବଂ ଅମ୍ଳଜାନର ସଂଯୋଗରେ ଜଳ ଉତ୍ପନ୍ନ ହେଉଥିବାରୁ ଏବଂ ଜଳରୁ ପୁନଃ ଉଜାନ ଉତ୍ପନ୍ନ ହେଉଥିବାରୁ ଏହି ପ୍ରକାର ପଦ୍ଧତି ଅକ୍ଷୟ ଶକ୍ତିର ଆଧାର। ଉଜାନକୁ ଏକ ଶକ୍ତିର ଉତ୍ସ ଭାବେ ବ୍ୟବହାର କରିବାର କାରଣ ହେଉଛି ଏହି ପ୍ରକ୍ରିୟା ଦ୍ୱାରା ପ୍ରଦୂଷଣ ଘଟିନଥାଏ, ଯାହାକି ସାଧାରଣ ମଟର ଗାଡ଼ି ପ୍ରଭୃତିରେ ପେଟ୍ରୋଲ ବା ଡିଜେଲ ବ୍ୟବହାର ଯୋଗୁଁ ଘଟିଥାଏ। କାରଣ ଉଜାନରୁ ଶକ୍ତି ଉତ୍ପନ୍ନ କରିବା ବେଳେ କେବଳ ଜଳ ଉତ୍ପନ୍ନ ହୋଇଥାଏ। ଜୈବିକ ପଦାର୍ଥର ଶକ୍ତି ବାୟୋଗ୍ୟାସ୍ ପ୍ରାଣୀଜ ଆବର୍ଜନା ଯଥା ଗୋବର ଓ ଅନ୍ୟାନ୍ୟ ପ୍ରାଣୀମାନଙ୍କର ମଳ, ପଚା ଡାଳ ପତ୍ର ଇତ୍ୟାଦିରୁ ମଧ୍ୟ ଶକ୍ତି ଉତ୍ପାଦନ କରାଯାଇ ପାରିବ। ଭାରତବର୍ଷରେ ମଫସଲ ଏବଂ ସହର ଅଞ୍ଚଳରେ ଅନେକ ବାୟୋଗ୍ୟାସ୍ ପ୍ଲାଣ୍ଟ ତିଆରି କରାଯାଉଛି। ଏଥିରେ ସାଧାରଣତଃ ଗୋବର ବ୍ୟବହାର କରି ବାୟୋଗ୍ୟାସ୍ ଉତ୍ପନ୍ନ କରାଯାଉଛି। ଅଣପାରମ୍ପରିକ ଶକ୍ତି ଉତ୍ପନ୍ନ କରିବା ପାଇଁ ଏହା ଗୋଟିଏ ପ୍ରଧାନ ଉପାୟ, ଯାହାକି ପ୍ରତ୍ୟେକ ବ୍ୟକ୍ତି ଖୁବ୍ କମ୍ ଖର୍ଚ୍ଚରେ କରିପାରିବେ। ଏହି ଗ୍ୟାସ୍ ଏକ ଧୂମହୀନ ଜାଳେଣୀ ଏବଂ ଏହା ଉପଯୋଗରେ ବତୀ ମଧ୍ୟ ଯୋଡ଼ିପାରେ। ଗ୍ୟାସ୍
ବ୍ୟତୀତ ଏହା ଉତ୍କୃଷ୍ଟ ଜୈବସାର ମଧ୍ୟ ଯୋଗାଇଥାଏ। ମଧୁର ଜଳ ଓ ଲବଣାକ୍ତ ଜଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଜଳ ଏକ ଅତି ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ଏହା ମଣିଷର ଏକ ମୌଳିକ ଆବଶ୍ୟକତା ଅଟେ। ଜଳ ଭୂପୃଷ୍ଠରେ 3 ରୂପରେ ଉପଲବ୍ଧ ଯଥା ଜଳୀୟ ବାଷ୍ପ, ଜଳ ଓ ବରଫ। ପୃଥିବୀର ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି। ଏଣୁ କୁହାଯାଏ ଜଳ ହିଁ ଜୀବନ। ଜଳ ସାଧାରଣତଃ ତରଳ ଅବସ୍ଥାରେ ସମୁଦ୍ର, ନଦୀ, ହ୍ରଦ, ପୁଷ୍କରିଣୀ, କୂପ ପ୍ରଭୃତିରେ, କଠିନ ଅବସ୍ଥାରେ ମେରୁ ଅଞ୍ଚଳରେ ଓ ଉଚ୍ଚ ପର୍ବତ ଶିଖରରେ ବରଫ ରୂପରେ ଏବଂ ବାଷ୍ପ ଭାବରେ ଆକାଶରେ ଜଳୀୟ କଣା ରୂପରେ ରହିଥାଏ। ପୃଥିବୀ ପୃଷ୍ଠରେ ମୁଖ୍ୟତଃ 2 ପ୍ରକାର ଜଳ ମିଳେ ଯଥା ମଧୁର ଜଳ ଓ ଲବଣାକ୍ତ ଜଳ। ବୃଷ୍ଟିପାତ ଓ ତୁଷାରପାତ ମଧୁର ଜଳର ଉତ୍ସ। ଏହା ନଦୀ, ମଧୁର ଜଳ ପୂର୍ଣ୍ଣ ହ୍ରଦ, ଜଳାଶୟ, କେନାଲ, ହିମବାହ, ତୁଡ଼ାର ଓ ଭୂଗର୍ଭରୁ ମିଳିଥାଏ। ଏହା ସୀମିତ ପରିମାଣରେ ମିଳୁଥିଲେ ମଧ୍ୟ ସମୁଦ୍ରର ଲବଣାକ୍ତ ଜଳ ମଧ୍ୟ ଜଳଚକ୍ର ଧାରାରେ ମଧୁର ଜଳରେ ପରିଣତ ହୋଇପାରେ। ସମୁଦାୟ 2.5% ମଧୁର ଜଳରୁ 1.97% ମେରୁ ଅଞ୍ଚଳରେ ବରଫ ରୂପରେ ରହିଅଛି। 0.24% ଭୂଗର୍ଭସ୍ଥ ଉତ୍ସରୁ, 0.02% ନଦୀ, ହ୍ରଦ, ଝରଣା ଆଦିରେ ଓ 0.001% ବାୟୁମଣ୍ଡଳରେ ରହିଥାଏ। ସମୁଦ୍ରରୁ ବାଷ୍ପୀକରଣ ପ୍ରକ୍ରିୟାରେ ଯାଉଥିବା ମୋଟ ଜଳରୁ 77% ସେହି ସମୁଦ୍ରକୁ ଫେରିଆସୁଥିବା ବେଳେ 16% ଭୂପୃଷ୍ଠରେ ପଡ଼ିଥାଏ। ଏହି ଜଳର ପରିମାଣ ପୃଥିବୀ ପୃଷ୍ଠରେ ମାତ୍ର 3% ଭାଗ। ମଧୁର ଜଳ ପୃଥିବୀ ପୃଷ୍ଠରେ ଜୀବନ ସତ୍ତା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହା ବିନା ମାନବ ଜାତି ବଞ୍ଚିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ପୃଥିବୀ ପୃଷ୍ଠରେ ଲବଣାକ୍ତ ଜଳର ପରିମାଣ 97% ଭାଗ ଅଟେ। ଲବଣାକ୍ତ ହେଲେ ମଧ୍ୟ ସମୁଦ୍ର ଜଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମଣିଷ ସମାଜର ବିଶେଷ ଉପକାର କରୁଛି। ସମୁଦ୍ର ଜଳରୁ ଲୁଣ ମାରିବା, ସମୁଦ୍ରରୁ ମାଛ ଧରିବା, ପ୍ରବାଳ, ମୁକ୍ତା, ଶଙ୍ଖ ଆଦି ସଂଗ୍ରହ କରିବା ଏବଂ ସମୁଦ୍ରକୁ ଜଳପଥ ରୂପେ ବ୍ୟବହାର କରିବା ଆଦି ସମୁଦ୍ରର ପ୍ରତ୍ୟକ୍ଷ ଉପଯୋଗିତା ଅଟେ। ପରୋକ୍ଷରେ ସମୁଦ୍ରର ଅସରନ୍ତି ଜଳ ବାଷ୍ପରେ ପରିଣତ ହୋଇ ଆକାଶରେ ମେଘ ସୃଷ୍ଟି କରେ ଓ ପୃଥିବୀ ପୃଷ୍ଠରେ ବୃଷ୍ଟିପାତ ଓ ତୁଷାରପାତ ହୋଇଥାଏ। ଏହି ମଧୁର ବୃଷ୍ଟିଜଳ ଜୀବଜଗତର ବାସ୍ତବ ଆବଶ୍ୟକତା ପୂରଣ କରେ। ଆଜିର ଭିଡ଼ିଓରେ ଆମେ 5 ମାର୍କିଆ 5ଟି ପ୍ରଶ୍ନ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।